ମିଲୱାକି, ସେପ୍ଟେମ୍ବର 3, 1919। ଏତେ ଅନୁରାଗ, ଏତେ ଯତ୍ନ ସହିତ ଯେଉଁ ଭୋଜ୍ୟ ମୁଁ ପ୍ରସ୍ତୁତ କଲି, ମଣିଷ ଯେତେବେଳେ ତାହା ପ୍ରତ୍ୟାଖ୍ୟାନ କଲା, ମୁଁ ଭଗବାନଙ୍କୁ ପ୍ରାର୍ଥନା କଲି ତାହା ଗ୍ରହଣ କରିବା ପାଇଁ। ହେ ପ୍ରଭୁ, ତୁମର ନିମନ୍ତ୍ରଣ ଗ୍ରହଣ କଲୁ ଏବଂ ମୁଁ ପାତିଥିବା ଆସନରେ ବସି ମୋର ତୁଚ୍ଛ ଓ ଅକିଞ୍ଚିତକର ନୈବେଦ୍ୟର ପ୍ରତିଦାନରେ ମୋତେ ଦେଲୁ ଶେଷ ମୁକ୍ତି। ଆଜି ପ୍ରଭାତରେ ବି ମୋର ହୃଦୟ ବେଦନା କ୍ଲିଷ୍ଟ ଓ ଦୁଶ୍ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲା। ଗୁରୁ ଦାୟିତ୍ୱର ଚାପରେ ମସ୍ତିଷ୍କ ଅଭିଭୂତ ହୋଇ ପଡ଼ିଥିଲା। ବର୍ତ୍ତମାନ ସେମାନେ ଭାରମୁକ୍ତ। ବହୁଦିନ ଧରି ମୋର ଆନ୍ତର ସତ୍ତାର ଅବସ୍ଥା ଭଳି ସେମାନେ ଆଶ୍ୱସ୍ତ ଓ ପୁଲକିତ। ପୂର୍ବେ ଯେପରି ମୋର ଅନ୍ତରାତ୍ମା ସ୍ମିତ ହାସ୍ୟରେ ତୋତେ ଚାହିଁ ରହିଥିଲା, ଠିକ୍ ସେହିପରି ମୋ ଦେହ ଆଜି ଚାହିଁ ରହିଛି। ହେ ପ୍ରଭୁ, ବର୍ତ୍ତମାନ ତୁ ମୋ ଠାରୁ ଏ ଆନନ୍ଦ ପ୍ରତ୍ୟାହାର କରିନେବୁ ନାହିଁ ତ? ମୁଁ ଭାବୁଛି ଏଥର ମୁଁ ପର୍ଯ୍ୟାପ୍ତ ଶିକ୍ଷା ପାଇଛି ଏବଂ ସ୍ତର ପରେ ସ୍ତର ଅତିକ୍ରମ କରି ଉଠି ଚାଲିଛି ଶେଷ ଚୂଡ଼ାକୁ, ଯେଉଁଠି ରହିଛି ନବଜନ୍ମ। ସମସ୍ତ ଅତୀତର ଯାହା କିଛି ବର୍ତ୍ତମାନ ଅବଶିଷ୍ଟ, ତାହା ହେଲା ଏକ ବିପୁଳ ପ୍ରେମାବେଶ ଯାହା ମୋତେ ଦେଇଛି ଶିଶୁର ନିର୍ମଳ ହୃଦୟ ଏବଂ ଦେବତାର ଭାରହୀନ ମୁକ୍ତ ଚିନ୍ତା।